ସେଥିପାଇଁ କହିବେ ଏବଂ ଯୋ ବେତି ତତ୍ତ୍ୱତଃ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନ ଇତି ସମଙ୍ଗେତି ଅର୍ଜୁନ। ଏ କଥା ଉପରେ ଆମର ଜୋର ଦିଆଯାଉଛି। ଭଗବାନଙ୍କୁ ତତ୍ତ୍ୱରେ ଜାଣିବାକୁ ପଡିବ। ଆପାତ ବିଚାର ଗ୍ରହଣ କରାଯାଉଛି, ଆପାତ ବିଚାର ନିଆଯାଏ ନା, ତତ୍ତ୍ୱ ବିଚାର। ତେଣୁ ତତ୍ତ୍ୱରେ ଯେ ସ୍ଥିର ହେଇଛନ୍ତି ତାଙ୍କ ପକ୍ଷରେ ଅସୁବିଧା କିଛି ନାହିଁ, କୌଣସି ପ୍ରକାର ଅସୁବିଧା ନାହିଁ। ତତ୍ତ୍ୱରେ ଯେଉଁମାନଙ୍କର ସ୍ଥିରତା ହେଇନାହିଁ, ତତ୍ତ୍ୱ ବିଷୟ ଭଲ ଭାବରେ ଜାଣିନାହାନ୍ତି, ତତ୍ତ୍ୱ ଅବଗତ ହେଇନାହାନ୍ତି, ତାଙ୍କ ପକ୍ଷରେ ଅସୁବିଧା ଅଛି, ନିଶ୍ଚିତ ଭାବରେ ଅସୁବିଧା ଅଛି। ତାଙ୍କର ପତନ ହେଇପାରେ ବା ସେ ମହା ଅପରାଧରେ ଅପରାଧୀ ହେଇପାରନ୍ତି, ଏ କଥା ଅଛି। ଯେମିତି ଆମର କୁହାଯାଏ, ସେ ହନୁମାନଜୀଙ୍କର କଥା ଆମେ କହୁ야, ହନୁମାନଜୀ ମହାନ ସାଧୁ ଆଉ ତତ୍ତ୍ୱରେ ସ୍ଥିର। ଶ୍ରୀନାଥେ ଜାନକୀନାଥେ ଅଭେଦ ପରମାତ୍ମନି, ଏ କଥା ସେ କହିଲେ। ଶ୍ରୀନାଥ ଜାନକୀନାଥଙ୍କ ଭିତରେ କିଛି ଭେଦ ନାହିଁ। ହନୁମାନଜୀଙ୍କର ବାକ୍ୟ କଥା। ଶ୍ରୀନାଥେ ଜାନକୀନାଥେ ଅଭେଦ ପରମାତ୍ମନି, ଶ୍ରୀନାଥ ଜାନକୀନାଥଙ୍କ ଭିତରେ କୌଣସି ଭେଦ ନାହିଁ। କିନ୍ତୁ ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ, ମୋ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ, ଯେ କି ହୃଦୟ ଫାଡ଼ିକି ଦେଖେଇ ଦିଆଯାଇଥିଲେ ଯେ ରାମ ସୀତା ଅଛନ୍ତି, ଆଉ କିଏ ନାହାନ୍ତି। ଏ ତତ୍ତ୍ୱଗତ କଥା। ଆଉ ତାଙ୍କ ଏକାନ୍ତିକ ଆକର୍ଷଣ ରାମ ରୂପ ଅଛି। ଆଉ ଭଗବାନ ତାଙ୍କୁ ରାମ ରୂପ ହିଁ ଦେଖାନ୍ତି, କୃଷ୍ଣ ମଧ୍ୟ ତାଙ୍କୁ ରାମ ରୂପ ହିଁ ଦେଖାନ୍ତି। କୃଷ୍ଣ ନାମ କହିଲେ ବା କୃଷ୍ଣ ରୂପ ଦେଖିଲେ ହନୁମାନଜୀ ଗ୍ରହଣ କରିବେ ନା, କାରଣ ଐକାନ୍ତିକ ତାର କଥା ଏଇଟା। ଯେମିତି ଆମର କଥା ଅଛି ଯେ ଦ୍ୱାରକାପୁରରୁ ପଠେଇଲେ ଗରୁଡ଼କୁ ଭଗବାନ କୃଷ୍ଣ, ଯା ହନୁମାନଜୀ ଅଛନ୍ତି ସେମାନଙ୍କ ଦ୍ୱୀପରେ, ତାଙ୍କୁ ଡାକି ଆଣିବ, ଯା କହିବ ମୋ ନା ମୁଁ ଡାକୁଛି। ହନୁମାନଜୀ ବର୍ତ୍ତମାନ ସୁଦ୍ଧା ଅଛନ୍ତି, ବର୍ତ୍ତମାନ ସୁଦ୍ଧା ହନୁମାନଜୀ ଅଛନ୍ତି। ଯେଉଁମାନେ ତଦ୍ର ଭକ୍ତ ସେମାନେ ହନୁମାନଙ୍କୁ ଦର୍ଶନ କରିପାରନ୍ତି, କୌଣସି ଅସୁବିଧା ନାହିଁ। ଶାଶ୍ୱତ କଥା। ଗରୁଡ଼ ପହଞ୍ଚିଲେ ହନୁମାନଜୀଙ୍କ ପାଖରେ, ହନୁମାନ ରାମ ନାମ ଜପ କରୁଛନ୍ତି, ଭାବରେ ରାମ ନାମ ଜପ କରୁଛନ୍ତି। ଗରୁଡ଼ କହିଲେ ଦ୍ୱାରକାରେ କୃଷ୍ଣ ଡାକିଛନ୍ତି ଆପଣଙ୍କୁ, ଆପଣ ଆସନ୍ତୁ। କିଛି କର୍ଣ୍ଣପାତ କଲେ ନା, କିଛି ଶୁଣିଲେ ନା, କିଛି ଶୁଣିଲେ। ସେ ତାଙ୍କ ନାମ ଜପ କରୁଛନ୍ତି, ଆଉ ଇଏ କହିଲେ କୃଷ୍ଣ ଡାକୁଛନ୍ତି, ଆଉ କିଛି ଶୁଣିଲେ ନା। ବହୁତ ଦି ଚାରି ଥର କହିଲେ, ସୋଠୁ ବିରକ୍ତ ହେଇକି ଲାଞ୍ଜ ଛାଟିଦେଲେ ଯେ ଗରୁଡ଼ ଯାଇକରି ଲାଚ କିନି ସେ ଦ୍ୱାରକାପୁରରେ ପଡିଗଲେ। କୃଷ୍ଣ ଏ କଥା ସବୁ ଜାଣିପାରୁଛନ୍ତି ତ। ଆଉ ଗରୁଡ଼ ବଡ଼ ବିମର୍ଷ ବଦନରେ ଆପଣ ପଡିଗଲେ ସେଠି। କୃଷ୍ଣ କହିଲେ, ହୟ ତୁମେ ମୂର୍ଖ, ତୁମେ କୁହ ରାମ ଡାକୁଛନ୍ତି, ତୁମେ କାହିଁକି କହିଲ କୃଷ୍ଣ ଡାକୁଛନ୍ତି? ସେ ଜମା ଶୁଣିବ ନା, ଆସିବ ନା। ରାମ ଡାକୁଛନ୍ତି କୁହ, ସେ ଆସିବ। ଛୋଟା ଆଉ ଥରେ ଗରୁଡ଼ ଗଲେ, କହିଲେ ଆଜ୍ଞା ରାମଜୀ ଡାକୁଛନ୍ତି, ଆପଣ ଆସ। ହଁ ରାମଜୀ ଡାକୁଛନ୍ତି, ଚାଲ ତ ରାମ ଯିବା, ସାଙ୍ଗେ ସାଙ୍ଗେ ଯିବା। ରାମପ୍ରିୟ ଗରୁଡ଼ କହିଲେ, ଆଜ୍ଞା ମୋ ଉପରେ ବସି ପଡନ୍ତୁ, ମୁଁ ନେଇଯିବି ସାଙ୍ଗେ ସାଙ୍ଗେ। ବା ତୁ ଯା ଆଗରେ, ହଁ ମୁଁ ଯାଉଛି ସାଙ୍ଗେ ସାଙ୍ଗେ, ତୁ କଣ ମତେ ଗୋଟେ ବହିକି ନୁ। ଗରୁଡ଼ ପଳେଇଲେ। ଗରୁଡ଼ ଯାଇ ଦ୍ୱାରକାପୁରରେ ପହଞ୍ଚିବା ପୂର୍ବରୁ ହନୁମାନ ଯାଇ ହାଜର ହେଇଯାଇଛନ୍ତି, ତା ପୂର୍ବରୁ ହାଜର ହେଇଯାଇଛନ୍ତି। ଆଉ କୃଷ୍ଣ ରାମ ରୂପ ଧରିଛନ୍ତି, ବଳରାମ ଲକ୍ଷ୍ମଣ ରୂପ ଧରିଛନ୍ତି, ଆଉ ରୁକ୍ମିଣୀ ଦେବୀ ସୀତା ରୂପ ଧରିଛନ୍ତି। ରାମ ଲକ୍ଷ୍ମଣ ସୀତା ଛିଡା ହେଇଛନ୍ତି, ହନୁମାନଜୀ ହାତରେ ପ୍ରଭୁଙ୍କ ପାଦ ପାଖରେ ବସିଛନ୍ତି। ଗରୁଡ଼ ଯାଇ ଦେଖିବୁ ଗଲେ, ତାହେଲେ ଭେଦଟା କୋଉଠି ଅଛି? ତତ୍ତ୍ୱରେ ଯେ ସ୍ଥିର ହେଇଛି ତାଙ୍କ ପାଇଁ କିଛି ଅସୁବିଧା ନାହିଁ, ଯେ ତତ୍ତ୍ୱରେ ସ୍ଥିର ହେଇନାହାନ୍ତି ତାଙ୍କ ପାଇଁ ଅସୁବିଧା ଅଛି, ନିଶ୍ଚିତ ଅସୁବିଧା ଅଛି। ତେଣୁ ଆମର ତତ୍ତ୍ୱ ଉପରେ ଜୋର ଦିଆଯାଉଛି। ଭଗବାନ କୃଷ୍ଣ ଗୀତାରେ ତାରି ଉପରେ ବାରମ୍ବାର କଥା କହିଛନ୍ତି। ଏବଂ ଯୋ ବେଦି ତତ୍ତ୍ୱ ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନ ଇତି ସମଙ୍ଗେତି ଅର୍ଜୁନ, ତଦମାଂ ତତ୍ତ୍ୱ ଜ୍ଞାତ୍ୱା ବିଶତେ ତଦନନ୍ତରଂ ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଯସ୍ୟ କର୍ମ ବିଭାଗତରେ କୁହାଗଲା। ଏସବୁ ଆମର ତାତ୍ତ୍ୱିକ ଆଲୋଚନା। ଆମର ଯୋଉ ଆଲୋଚନା ହୁଏ ଏସବୁ ତାତ୍ତ୍ୱିକ ଆଲୋଚନା, ଆମର ଏସବୁ ତତ୍ତ୍ୱଗତ ଆଲୋଚନା ହୁଏ। ଆଇ ମା କାହାଣୀ ଏଠି ଆମର କିଛି କୁହାଯାଏ ନା, କାହିଁକିନା ଯୋଉ ତତ୍ତ୍ୱ ଜାଣିଲେ ତୁମ
ତୁମେ ଭଗବତ ଚେତନାରେ ବା କୃଷ୍ଣ ଚେତନାରେ ସ୍ଥିର ହବ, ଭକ୍ତି ପଥରେ ସ୍ଥିର ହବ ତୁମେ, ନହେଲେ ସ୍ଥିର ହେଇ ପାରିବନି। ଏଇଟା କଥାଟା ଆମର ଯେମିତି କୁହାଗଲା, ସେଇ ହନୁମାନଜୀ ଆସିଥିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ, ସେ ପତାକାରେ ବସିଥିଲେ, ଯୋଉ ରଥ ଚଳଉଥିଲେ ପାର୍ଥ ସାରଥୀ ହେଇକିରି କୃଷ୍ଣ ଅର୍ଜୁନଙ୍କ ରଥରେ, କପି ଧ୍ୱଜ ରଥ, କପି ହନୁମାନଜୀ ବସିଛନ୍ତି ଧ୍ୱଜାରେ। ସେ କଣ ଦେଖିଥିଲେ? ସେ ରାମ ରୂପ ଦେଖିଥିଲେ ନା ସେ ଆଉ କଣ କୃଷ୍ଣ ରୂପ ଦେଖିଥିଲେ? କାହିଁକି ନା ଭଗବାନ ତାଙ୍କୁ ସେଇ ରୂପ ଦେଖେଇଲେ। ସେ ଜାଣିଛନ୍ତି ଏଇ କାନ୍ତିକ କୃଷ୍ଣ ଭକ୍ତ। ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ମୁରାରୀଗୁପ୍ତ ହେଉଛନ୍ତି ହନୁମାନଜୀ। ମୁରାରୀଗୁପ୍ତ ହେଉଛନ୍ତି ହନୁମାନଜୀ ଚୈତନ୍ୟ ଲୀଳାରେ। ସେ ମହାପ୍ରଭୁଙ୍କର ଅନୁଗତ, ଅତି ପ୍ରିୟ। ତେଣୁ ସେ ରାମ ଭକ୍ତ ହୁଅନ୍ତୁ ବା କୃଷ୍ଣ ଭକ୍ତ ହୁଅନ୍ତୁ ବା ନୃସିଂହ ବଦ୍ଧାଙ୍କର ଭକ୍ତ ହୁଅନ୍ତୁ, ମହାପ୍ରଭୁଙ୍କୁ ଆଶ୍ରୟ କର। କାରଣ ମହାପ୍ରଭୁ ଦେଇଛନ୍ତି ପ୍ରେମ, ଆଉ କିଏ ପ୍ରେମ ଦେଇନାହାନ୍ତି। ଯୋଉ ପ୍ରେମରେ ଭଗବାନ କୃଷ୍ଣ ବାନ୍ଧି ଅଛି, ସେ ପ୍ରେମ ପ୍ରଦାନ କରିଛନ୍ତି ଶ୍ରୀମନ୍ ମହାପ୍ରଭୁ। ତେଣୁ ଯିଏ ଯାହାଙ୍କର ଭକ୍ତ ହୁଅନ୍ତୁ ନା କାହିଁକି, ସେ ମହାପ୍ରଭୁଙ୍କୁ ଆଶ୍ରୟ କରନ୍ତି, ତାହେଲେ ସେ ପ୍ରେମ ପାଇବେ। ମହାଭବାନ ଅବତାର ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ ଅଯାଚିତ ଭାବରେ ଆପାମର ବିଦୋଧା, ପତିତ ପାମର ନାହିଁ ବାଛେ। ବ୍ରହ୍ମାର ଦୁର୍ଲଭ ପ୍ରେମ ସବାକାରେ ଯାଚେ, ସମସ୍ତଙ୍କୁ ଯାଚି ଯାଚି ଦେଉଛନ୍ତି। ବ୍ରହ୍ମା ପକ୍ଷରେ ଦୁର୍ଲଭ ଯୋଉ ପ୍ରେମ ସମସ୍ତଙ୍କୁ ଯାଚି ଯାଚି ଆପାମର ଦେଉଛନ୍ତି ଶ୍ରୀ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ। ସେ ମହାବଦାନ୍ୟ ଅବତାର, ଅଦ୍ଭୁତ କାରୁଣ୍ୟ, ଅଦ୍ଭୁତ ବଦାନ୍ୟ, ଅଦ୍ଭୁତ ଔଦାର୍ଯ୍ୟ ବିଗ୍ରହ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ। ତାଙ୍କର ଆଶ୍ରିତ ନହେଲେ ଆମେ ପ୍ରେମଟି ପାଇପାରିବା ନାହିଁ, ଆମେ ପ୍ରେମ କଦାପି ପାଇପାରିବା ନାହିଁ। ଏ ହଉଛି କଥାଟା। ରସତତ୍ଵ ବିଚାର ମଧ୍ୟ ଆହୁରି ଅଛି ତା ଉପରେ। ମାଧୁର୍ଯ୍ୟକ ନୀଳେ ହେଉଛନ୍ତି କୃଷ୍ଣ।